विश्व हास्य दिवस उपलक्षे बालेश्वर हस परिवार तरफରୁ ସ୍ଥାନୀୟ ଆତିଥ୍ୟ ଭବନରେ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ସନ୍ଧ୍ୟା 5:30 ସମୟରେ ଆୟୋଜିତ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟ ସଭ୍ୟା ଏବଂ ସେମାନଙ୍କର ପରିଚିତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ଡକ୍ଟର ପ୍ରଭାତ କୁମାର ଚୌଧୁରୀ ଯୋଗଦେଇ ହସ ହିଁ ଆମର ସୁଦୀର୍ଘ ଓ ସୁସ୍ଥ ନିରାମୟ ଜୀବନର ମୂଳ ଉପାଦାନ ବିଷୟରେ ସୁନ୍ଦର ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡକ୍ଟର ଦେବାଶିଷ ପାତ୍ର ମଣିଷ ସୁସ୍ଥ ଜୀବନ ଧାରଣରେ ହସର ବିଶେଷ ପ୍ରୟୋଜନତା ବିଷୟରେ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ସଦସ୍ୟ ଡକ୍ଟର ପ୍ରଦୀପ ଭୌମିକ, ଡକ୍ଟର ଅରବିନ୍ଦ ଗିରି ଯୋଗଦେଇ ବିଶ୍ୱ ହସ ଦିବସର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଅନିଲ କୁମାର ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ହସଭରା ଜୀବନର ଉପାଦେୟତା ତଥା ବାଲେଶ୍ୱର ହସ ପରିବାରର ସାଂଗଠନିକ ଦାୟିତ୍ୱ ବିଷୟରେ ଅଭିମତ ରଖିଥିଲେ। ଶାରୀରିକ ବ୍ୟାୟାମ ପ୍ରଶିକ୍ଷକ ମନୋଜ କୁମାର ଦାସ, ଗୋପାଳ ଚନ୍ଦ୍ର ଦାସ ଏବଂ ହାସ୍ୟକାର ବିଶୁ ବାଦଶା ଓ ପଦ୍ମଲୋଚନ ପ୍ରଧାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ଆରମ୍ଭରେ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ ରଶ୍ମିରଞ୍ଜନ ମହାପାତ୍ର, ଧରିତ୍ରୀ ମିଶ୍ର ଓ ତାଙ୍କର ସହଯୋଗୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ଅତିଥି ପରିଚୟ ପ୍ରଦାନ କରିଥିଲେ ଅନୁଷ୍ଠାନର ସଦସ୍ୟ ନୀଳମଣି ମଣ୍ଡଳ। ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦକ ପ୍ରଶାନ୍ତ କୁମାର ରାଉତ। ଶେଷରେ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ଦୀନବନ୍ଧୁ ଦାସ। ସଭା କାର୍ଯ୍ୟ ପରେ ଅନୁଷ୍ଠାନ ପକ୍ଷରୁ ସଦସ୍ୟମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। प्रथमे आज विश्व हास्य दिवस रे आपण मानू आमर बालेश्वर हस परिवार तरफ आपको अनेक अनेक शुभेच्छा अभिनंदन। आपण मैंने जानते सारा दुनिया रे आज विश्व हास्य दिवस पालन होची। ए दिवस विभिन्न वर्षर जिते प्रकार दिवस अच्छी ता भर सबुठ श्रेष्ठ दिवस बोली ग्रहण कराई जे यही दिन में कई दुख कथा आपको किसी देवे ना, केवल हस केवल आनंद ही दुनिया आ जीवन केमती बीतू। बर्तमान आपने देखुं अमेरिकार प्रेसिडेंट पाखु आरंभ करके पुटिन पर्यंत आरंभ करके सारा दुनिया रे विभीषिका मृत्यु हसुची नाचुची एवं आमर जीवन धारा संपूर्ण रूप व्याहत होती सारा पृथ्वी रे, खाली भारतवर्ष नुहे। ए समय लोक मन हस दूर हो जाती। तेणु आज यही दिवस रे आम समस्ते संकल्प नवा जे ए दुनिया रे आ काहारी आखिरु लुह न गड़ू, कहीं दुखरे न रुहतु, समस्त हसतु एवं हसवाई प्रयास करूँ। मु दुनिया समस्त लोक गोटे आपण थ्रोरे मध्यम कहूँ जे आपण मैंने दुख को निजे आ सृष्टि करतुनि, निजे आ दुख को इनभाइट करतुनि। आपण मैंने जदि पार्टी क्या मुहर टे हस फुटातु। आबाल वृद्ध वनिता बालेश्वर हस परिवार गोटे मुख्य उद्देश्य है जे आम जिते दूर पारू लोक आनंद देपारू। प्रथम 1917 मसीहा 2017 मसीह आम जो प्रथम बालेश्वर हस परिवार सृष्टि कलु से आमको बहुत लोग विद्रूप करते, अनेक लोग आमको टाही टापरा करते। किंतु आज आप देखु बालेश्वर हस परिवार गोटे प्रमुख संगठन हिसाब से मुंडे टेकी।